ओम शांति 8 एप्रिल 2026। मीठे बाबा बोले, मीठे बच्चे, तुम्हें देह अभिमानर द्वार बंद कर दियो, तेबे मायार तोफान आसीबा बंद होइजिब। बाबा कहउछन्ति, मीठे बच्चे, तुम्हें देह अभिमानर द्वार बंद कर दियो, तेबे मायार तोफान आसीबा बंद होइजिब। प्रश्न, ଯେଉଁ ପିଲାମାନଙ୍କର ବୁଦ୍ଧି ବିଶାଳ ଅଟେ ସେମାନଙ୍କର ଲକ୍ଷଣ ଗୁଡ଼ିକୁ ଶୁଣାଅ। ଯେଉଁ ପିଲାମାନଙ୍କର ବୁଦ୍ଧି ବିଶାଳ ଅଟେ ସେମାନଙ୍କର ଲକ୍ଷଣ ଗୁଡ଼ିକୁ ଶୁଣାଅ। ଉତ୍ତର, 1ରେ ସେମାନଙ୍କ ଭିତରେ ଦିନସାରା ସେବାର ହିଁ ବିଚାର ଚାଲୁଥିବ। 2, ସେମାନେ ସେବା ନ କରି ରହିପାରିବେ ନାହିଁ। 3ରେ ସେମାନଙ୍କ ବୁଦ୍ଧିରେ ରହିବ ଯେ କିପରି ସାରା ବିଶ୍ୱକୁ ଘେରାଉ କରି ସମସ୍ତଙ୍କୁ ପତିତରୁ ପାବନ କରାଯିବ। ସେମାନେ ବିଶ୍ୱକୁ ଦୁଃଖଧାମରୁ ସୁଖଧାମ କରିବାର ସେବା କରି ଚାଲିବେ। 4ରେ ସେମାନେ ବହୁତଙ୍କୁ ନିଜ ସମାନ କରି ଚାଲିବେ। ଓମ୍ ଶାନ୍ତି। ଆତ୍ମିକ ପିତା ମିଠା ମିଠା ପିଲାମାନଙ୍କୁ ଆସି ବୁଝାଉଛନ୍ତି, ପିଲାମାନେ ନିଜକୁ ଆତ୍ମା ମନେକରି ମୋତି ମନେ ପକାଅ, ତେବେ ତୁମର ସବୁ ଦୁଃଖ ସଦାକାଳ ପାଇଁ ସମାପ୍ତ ହୋଇଯିବ। ନିଜକୁ ଆତ୍ମା ମନେକରି ସମସ୍ତଙ୍କୁ ଭାଇ ଭାଇ ଦୃଷ୍ଟିରେ ଦେଖ, ତେବେ ହଦ୍ର ଦୃଷ୍ଟିବୃତ୍ତି ବଦଳିଯିବ। ବାବା ମଧ୍ୟ ଅଶରୀରୀ, ତୁମେ ଆତ୍ମାମାନେ ମଧ୍ୟ ଅଶରୀରୀ ଅଟ। ବାବା ଆତ୍ମାମାନଙ୍କୁ ହିଁ ଦେଖୁଛନ୍ତି। ସମସ୍ତ ଆତ୍ମା ନିଜର ଅକାଳ ତଖତ ଅର୍ଥାତ୍ ଭ୍ରୁକୁଟି ସିଂହାସନରେ ବିରାଜମାନ ଅଛନ୍ତି। ତୁମେ ମଧ୍ୟ ଆତ୍ମା ଭାଇ ଭାଇ ଦୃଷ୍ଟିରେ ଦେଖ। ଏଥିରେ ବହୁତ ମେହନତ ରହିଛି। ଦେହ ଅଭିମାନରେ ଆସିବା ଦ୍ୱାରା ମାୟାର ତୋଫାନ ଆସୁଛି। ଏହି ଦେହ ଅଭିମାନର ଦ୍ୱାର ବନ୍ଦ କରିଦିଅ, ତେବେ ମାୟାର ତୋଫାନ ଆସିବା ବନ୍ଦ ହୋଇଯିବ। ଏହିଭଳି ଦେହୀ ଅଭିମାନୀ ହେବାର ଶିକ୍ଷା ସାରା କଳ୍ପରେ ଏହି ପୁରୁଷୋତ୍ତମ ସଙ୍ଗମ ଯୁଗରେ ବାବା ହିଁ ଆସି ତୁମମାନଙ୍କୁ ଦେଉଛନ୍ତି। ମିଠା ମିଠା ବିଚ୍ଛେଦୀ ସନ୍ତାନମାନେ, ତୁମେ ଜାଣିଛ ଏବେ ଆମେ ନର୍କ ଦୁନିଆର କୂଳ ଛାଡ଼ି ଆଗକୁ ଯାଉଛେ। ଏହି ପୁରୁଷୋତ୍ତମ ସଙ୍ଗମ ଯୁଗ ବିଲକୁଲ ଅଲଗା, ଯାହାକି କଳିଯୁଗ ଏବଂ ସତ୍ୟଯୁଗର ମଝି ସମୟ ଅଟେ। ତୁମର ନାଁ ଏବେ ମଝି ଦରିଆରେ ରହିଛି। ତୁମେ ଏବେ ନା ସତ୍ୟଯୁଗର ନା କଳିଯୁଗର। ତୁମେମାନେ ହେଲ ପୁରୁଷୋତ୍ତମ ସଙ୍ଗମ ଯୁଗୀ ସର୍ବୋତ୍ତମ ବ୍ରାହ୍ମଣ। ଏହି ସଙ୍ଗମ ଯୁଗ କେବଳ ବ୍ରାହ୍ମଣମାନଙ୍କ ପାଇଁ ହୋଇଥାଏ। ବ୍ରାହ୍ମଣମାନେ ହେଲେ ଚୁଟି ଅର୍ଥାତ୍ ସର୍ବୋଚ୍ଚ। ଏହା ବ୍ରାହ୍ମଣମାନଙ୍କର ବହୁତ ଛୋଟ ଯୁଗ। ଇଏ ଗୋଟିଏ ଜନ୍ମର ହିଁ ଯୁଗ ଅଟେ। ଏହା ହେଉଛି ତୁମର ଖୁସିର ଯୁଗ। କେଉଁ ଖୁସି? ଭଗବାନ ଆମକୁ ପାଠ ପଢ଼ାଉଛନ୍ତି। ଏହିଭଳି ବିଦ୍ୟାର୍ଥୀମାନଙ୍କୁ କେତେ ଖୁସି ଲାଗୁଥିବ। ଏବେ ସାରା ଚକ୍ରର ଜ୍ଞାନ ତୁମ ବୁଦ୍ଧିରେ ଅଛି। ଏବେ ଆମେମାନେ ବ୍ରାହ୍ମଣ ହୋଇଛୁ, ଭବିଷ୍ୟତରେ ଦେବତା ହେବୁ। ପ୍ରଥମେ ନିଜର ଘର ସୁଇଟ୍ ହୋମ୍ ଅର୍ଥାତ୍ ଶାନ୍ତିଧାମକୁ ଯିବା, ପୁଣି ନୂଆ ଦୁନିଆକୁ ଆସିବା। ଆମେ ବ୍ରାହ୍ମଣମାନେ ହିଁ ସ୍ୱଦର୍ଶନ ଚକ୍ରଧାରୀ ଅଟୁ। ଆମେ ହିଁ ଏହି ବାଜୁଲି ବା ପାଦ ଏବଂ ମୁଣ୍ଡକୁ ଏକାଠି କରି ଲେଉଟିବା ଖେଳ ଖେଳୁଛୁ। ଏହି ବିରାଟ ରୂପକୁ ମଧ୍ୟ ତୁମେ ବ୍ରାହ୍ମଣ ପିଲାମାନେ ହିଁ ଜାଣିଛ। ତେଣୁ ବୁଦ୍ଧିରେ ସାରା ଦିନ ଏହି ସବୁ କଥା ସ୍ମରଣ କରିବା ଦରକାର। ମିଠେ ବଚ୍ଚେ, ତୁମର ଏହା ବହୁତ ସ୍ନେହୀ ପରିବାର। ତେଣୁ ତୁମେମାନେ ମଧ୍ୟ ବହୁତ ବହୁତ ସ୍ନେହୀ ହେବା ଦରକାର। ବାବା ବହୁତ ମିଠା, ତେଣୁ ପିଲାମାନଙ୍କୁ ମଧ୍ୟ ସେହିଭଳି ମିଠା କରୁଛନ୍ତି।
केबे भी काहा उपरे क्रोध करिबा उचित नुहे। मन वचन कर्मरे काहाकू भी दुख देबा उचित नुहे। बाबा केबे भी काहाकू दुख दियंती नाही। जेते तुमे माने बाबांकू मने पकाइब सेते मिठा होई चलिब। बास एही जोगबल द्वारा ही समस्तंकर बेड़ा पारी होई थाए। एहा हेउछि जोगर यात्रा। जोग करी करी प्रथमे शांतिधाम एवं परे पुणी सुखधाम को चली जिबा। बाबा केवल पिलामानंकु सदा सुखी करिबा पई आसिछंती। भूतमानंकु घौड़ाइबार उपाय बाबा बताउछंती। कहउछंती मोते स्मरण कर, तेबे एही भूत माने बाहरी जिबे। कौनसी भी भूत को सांगरे नहीं जाओ नाही। जदि काहा भितरे भूत अछि तेबे यही ठारे ही मो निकटरे छाड़ी देई जाओ। तुमे माने मध्य कहुछ बाबा एठाकू आसी आम भितरु भूत मानंकु बाहर करी पतितरु पावन कर। तेणु बाबा एबे तुमको फूल भली करुछंती। बाबा एवं दादा दुई जण मिसी तुम मानंकु दिव्य गुणरे सुसज्जित करुछंती। माता पिता ही पिला मानंकर श्रृंगार करंती ना। सिए हेले लौकिक पिता, इए हेले बेहदर पारलौकिक पिता। तेणु पिला मानंकु परस्पर मध्यरे बहुत स्नेहरे चलिबा सहित अन्य मानंकु चलाइबाकू हेब। सबु विकार गुड़ी को दान दे दिवा दरकार। कथारे अछि दे दान तो छुटे ग्रहण। एथिरे कौनसी आळ देखाइबा उचित नुहे। स्नेह आधार रे तुमे माने काहाकू भी बसीभूत करि पारिब। तुमे माने स्नेहर सहित ज्ञान बुझाओ। स्नेह बहुत मीठा जिनिस। सिंह हाथी जीवजंतु मानंकु मध्य मनुष्य स्नेह द्वारा अधीन करि नेछि। सेमाने तो पुणी भी आसुरी मनुष्य। तुमे तो एबे देवता हेबाकू जाउछ। तेणु दैवी गुण धारण करी बहुत बहुत मीठा हेबाकू पड़िब। जणे अन्य जनकू भाई भाई अथवा भाई भौणी दृष्टि रे देख। आत्मा आत्मा को केबे भी दुख दे पारिब नाही। बाबा कहुछंती मीठे बच्चे मु तुम मानंकु स्वर्गर राज्य भाग्य देबा पाई आसीछि। एबे तुमको जहा दरकार ताहा मोठारू निय। मु तो तुम मानंकु विश्वर मालिक दुई मुकुटधारी करिबा पाई आसीछि। सेथिपाई तुम मानंकु मेहनत करिबाकू हेब। मु काहा मुंड उपरे मुकुट रखिदेबी नाही। तुमको निजर पुरुषार्थ द्वारा ही निजको राजतिलक देबाकू हेब। बाबा तुम मानंकु पुरुषार्थर उपाय बताउछंती जे यही भली तुमे माने निजको विश्वर मालिक दुई मुकुटधारी करि पारिब। तेणु पाठपढ़ा उपरे संपूर्ण ध्यान दिय। यही पाठपढ़ा को केबे भी छाड़िबा उचित नुहे। जदि कौनसी कारणरू अभिमान वशतः पाठपढ़ा छाड़ीदेब तेबे बहुत क्षति होइजिब। तेणु लाभ एवं क्षति को देखु थाओ। तुमे हेल ईश्वरीय विश्वविद्यालयर विद्यार्थी। ईश्वर पितांक पाखरे पाठ पढ़ुछ। पाठ पढ़ी पूज्य देवता हेउछ। तेबे तुम मानंकु मध्य सेही भली नियमित विद्यार्थी हेबाकू पड़िब। कुहा जाए छात्र जीवन श्रेष्ठ जीवन। तेणु जेते निजे पाठ पढ़िब अन्य मानंकु पढ़ाइब एवं निजर आचरण को सुधारिब सेते श्रेष्ठ होई पारिब। मिठे बच्चे एबे तुम मानंकर घर को फेरिबार यात्रा। जेमिति सत्य जुगरु त्रेता द्वापर कलिजुग पर्यंत तलकू खसी खसी आसीछ सेही भली एबे तुमको कलिजुगरु उपरकू सत्य जुग पर्यंत जीवाकू हेब। जेतेबेले त्रेता जुगी स्थिति रे पहुंची जीव सेतेबेले एही कर्मेंद्रिय मानंकर चंचलता समाप्त होई जीव। सेथिपाई
ଯେତେ ବାବାଙ୍କୁ ସ୍ମରଣ କରିବ ସେତେ ତୁମ ଆତ୍ମାମାନଙ୍କ ଭିତରୁ ରଜୋ ତମୋର କଳଙ୍କି ବାହାରିଯିବ ଏବଂ ଯେତେ ଯେତେ କଳଙ୍କି ବାହାରି ଚାଲିବ ସେତିକି ଚୁମ୍ବକ ସଦୃଶ ବାବାଙ୍କ ଆଡ଼କୁ ଆକର୍ଷଣ ବଢ଼ି ଚାଲିବ। ଯଦି ଆକର୍ଷଣ ହେଉନାହିଁ ତେବେ ନିଶ୍ଚିତ କଳଙ୍କି ଲାଗି ରହିଛି। ଯେବେ କଳଙ୍କି ସମ୍ପୂର୍ଣ୍ଣ ରୂପେ ଛାଡ଼ିଯିବ ଏବଂ ଆତ୍ମା ପବିତ୍ର ସୁନା ହୋଇଯିବ ତେବେ ତାହା ହେବ ଅନ୍ତିମ କର୍ମାତୀତ ଅବସ୍ଥା। ତୁମକୁ ଗୃହସ୍ଥ ବ୍ୟବହାରରେ ଅର୍ଥାତ୍ ପ୍ରବୃତ୍ତିରେ ରହି ମଧ୍ୟ କମଳ ପୁଷ୍ପ ସମାନ ପବିତ୍ର ହେବାକୁ ପଡ଼ିବ। ବାବା କହୁଛନ୍ତି, ମିଠେ ବଚ୍ଚେ, ଘର ଗୃହସ୍ଥର ଦାୟିତ୍ୱ ମଧ୍ୟ ନିଅ, ଶରୀର ନିର୍ବାହ ପାଇଁ କର୍ମଧନ୍ଦା ମଧ୍ୟ କର, ତା ସହିତ ଏହି ପାଠ ମଧ୍ୟ ପଢ଼ୁଥାଅ। ଗାୟନ ମଧ୍ୟ ଅଛି, ହାତେ କାମ ହୃଦେ ରାମ। କର୍ମଧନ୍ଦା କରି ଏକମାତ୍ର ପ୍ରେମିକ ବାବାଙ୍କୁ ସ୍ମରଣ କରିବାକୁ ହେବ। ତୁମେ ହେଲ ଅଧାକଳ୍ପର ପ୍ରେମିକା। ନବଧା ଭକ୍ତିରେ ମଧ୍ୟ ଶ୍ରୀକୃଷ୍ଣଙ୍କୁ ସ୍ନେହର ସହିତ କେତେ ସ୍ମରଣ କରିଥାନ୍ତି। ତାହା ହେଲା ନବଧା ଭକ୍ତି, ଅଟଳ ଭକ୍ତି। ସେମାନଙ୍କୁ ଶ୍ରୀକୃଷ୍ଣଙ୍କର ଅଟଳ ସ୍ମୃତି ରହିଥାଏ, କିନ୍ତୁ ତାଦ୍ୱାରା କାହାକୁ ବି ମୁକ୍ତି ମିଳିନଥାଏ। ଏହା ହେଉଛି ନିରନ୍ତର ଯୋଗଯୁକ୍ତ ହୋଇ ରହିବାର ଜ୍ଞାନ। ବାବା କହୁଛନ୍ତି, ମୁଁ ତୁମର ପିତା, ପତିତ ପାବନ। ମୋତେ ମନେ ପକାଇଲେ ତୁମର ପାପ ନାଶ ହୋଇଯିବ। କିନ୍ତୁ ମାୟା ବହୁତ ଶକ୍ତିଶାଳୀ, କାହାକୁ ବି ଛାଡ଼ି ନଥାଏ। ଯଦି ମାୟାଠାରୁ ବାରମ୍ବାର ହାରି ଯାଉଛ ତେବେ ମୁଣ୍ଡ ନୁଆଁଇ ପଶ୍ଚାତାପ କରିବା ଉଚିତ। ବାବା ମିଠା ପିଲାମାନଙ୍କୁ ଶ୍ରେଷ୍ଠ ହେବା ପାଇଁ ଶ୍ରେଷ୍ଠ ମତ ଦେଉଛନ୍ତି। ବାବା ଦେଖୁଛନ୍ତି ପିଲାମାନେ ସେତେ ମେହନତ କରୁନାହାନ୍ତି, ସେଥିପାଇଁ ବାବାଙ୍କୁ ଦୟା ଲାଗୁଛି। ଯଦି ଏହି ଅଭ୍ୟାସ ଏବେ ନ କରିବ ତେବେ ବହୁତ ଦଣ୍ଡ ଭୋଗ କରିବାକୁ ପଡ଼ିବ ଏବଂ କଳ୍ପ କଳ୍ପ ପାଇ ପାଇ ପଇସାର ପଦ ପାଉଥିବ। ବାବା ମୂଳ କଥା ମିଠା ସନ୍ତାନମାନଙ୍କୁ ବୁଝାଉଛନ୍ତି, ପିଲାମାନେ ଦେହୀ ଅଭିମାନୀ ହୁଅ। ଦେହ ସହିତ ଦେହର ସର୍ବ ସମ୍ବନ୍ଧଗୁଡ଼ିକୁ ଭୁଲି କେବଳ ମୋତେ ମନେ ପକାଅ। ତା ସହିତ ପବିତ୍ର ମଧ୍ୟ ନିଶ୍ଚିତ ହେବାକୁ ପଡ଼ିବ। କୁମାରୀ ଯେତେବେଳେ ପବିତ୍ର ଥାଏ ସେତେବେଳେ ତାକୁ ସମସ୍ତେ ନମସ୍କାର କରିଥାନ୍ତି। ବିବାହ କରିବା ପରେ ସିଏ ପୁଣି ପୂଜାରୀ ହୋଇଯାଇଥାଏ ଏବଂ ତାକୁ ସମସ୍ତଙ୍କ ଆଗରେ ମୁଣ୍ଡ ନୁଆଇବାକୁ ପଡ଼ିଥାଏ। କନ୍ୟା ପ୍ରଥମେ ଯେତେବେଳେ ବାପ ଘରେ ଥାଏ ସେତେବେଳେ ତାକୁ ଏତେ କେହି ମିତ୍ର ସମ୍ବନ୍ଧୀ ମନେ ପଡ଼ିନଥାନ୍ତି। ବିବାହ ପରେ ଦେହର ସମ୍ବନ୍ଧ ବଢ଼ିଯାଇଥାଏ ଏବଂ ସ୍ୱାମୀ ପିଲାମାନଙ୍କ ପ୍ରତି ମୋହ ମଧ୍ୟ ବଢ଼ି ଚାଲିଥାଏ। ଶାଶୁ ଶ୍ୱଶୁର ଆଦି ସମସ୍ତେ ମନେ ପଡ଼ିଥାନ୍ତି। ପ୍ରଥମେ ତ କେବଳ ମା ବାପାଙ୍କ ପ୍ରତି ହିଁ ମୋହ ଥାଏ। ଏଠାରେ ତ ପୁଣି ସେହି ସମସ୍ତ ସମ୍ବନ୍ଧୀମାନଙ୍କୁ ଭୁଲିବାକୁ ପଡ଼ିଥାଏ, କାରଣ ତୁମର ପ୍ରକୃତ ମାତା ପିତା ସେହି ଜଣେ ହିଁ ଅଟନ୍ତି। ଏହା ହେଲା ଈଶ୍ୱରୀୟ ସମ୍ବନ୍ଧ। ଗାୟନ ମଧ୍ୟ କରୁଛନ୍ତି, ତ୍ୱମେବ ମାତାଶ୍ଚ ପିତା ତ୍ୱମେବ। ଏହି ମାତା ପିତା ତ ତୁମକୁ ବିଶ୍ୱର ମାଲିକ କରୁଛନ୍ତି। ସେଥିପାଇଁ ବାବା କହୁଛନ୍ତି, ମୋତେ ନିରନ୍ତର ମନେ ପକାଅ ଏବଂ ଅନ୍ୟ କୌଣସି ଦେହଧାରୀ ପ୍ରତି ମୋହ ରଖ ନାହିଁ। ସ୍ତ୍ରୀକୁ କଳିଯୁଗୀ ପତିର କେତେ ସ୍ମୃତି ରହୁଛି, ସିଏ ତ ନର୍ଦ୍ଦମାରେ ପକାଇ ଦେଉଛି। ଏହି ବେହଦର ପିତା ତ ତୁମକୁ ସ୍ୱର୍ଗକୁ ନେଇଯାଉଛନ୍ତି। ତେବେ ଏହିଭଳି ମିଠା ବାବାଙ୍କୁ ବହୁତ ସ୍ନେହରେ ମନେ ପକାଅ। ତା ସହିତ ସ୍ୱଦର୍ଶନ ଚକ୍ର ମଧ୍ୟ ଘୁରାଉଥାଅ। ଏହି ଯୋଗବଳ ଦ୍ୱାରା ହିଁ ତୁମର ଆତ୍ମା କଞ୍ଚନ ଅର୍ଥାତ୍ ସୁନା ଭଳି ହୋଇଯିବ। ତୁମେମାନେ ସ୍ୱର୍ଗର ମାଲିକ ହୋଇଯିବ। ସ୍ୱର୍ଗର ନାମ ଶୁଣିବା ମାତ୍ରେ ହିଁ ମନ ଖୁସି ହୋଇଯାଉଛି। ତେବେ ଯେଉଁମାନେ ନିରନ୍ତର ଯୋଗଯୁକ୍ତ ହୋଇ ରହିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସ୍ମରଣ କରାଉଥିବେ, ସେହିମାନେ ହିଁ ଉଚ୍ଚ ପଦ ପାଇବେ।
एहिभଳି पुरुषार्थ करी करी अंतिम समय रे तुमर सेहिभଳି अवस्था स्थायी होइजिब। एठारे तो दुनिया मध्य पुरुणा, देह मध्य पुरुणा एवं देह सहित देहर सर्व संबंधी मध्य पुरुणा। तेणु सेही समस्तंक ठारू बुद्धिजोग तुटेई एकमात्र बाबांक संगरे जोड़िबाकू हेब, जहा द्वारा कि अंतिम समय रे मध्य एकमात्र बाबांकर ही स्मृति रहिब। जदि अन्य कौनसी संबंधी मने रहिले तेबे अंतिम समय रे मध्य सिए मने पड़िबे एवं पदभ्रष्ट होइजिब। अंतिम समय रे जिए बेहद बाबांकर स्मृति रे रहिबे सेही माने ही नररु नारायण हेबे। जदि बाबांकर स्मृति अछि तेबे शिवालय अर्थात स्वर्ग दूर नुहे। मीठा मीठा विच्छेदी संतान माने शक्तिशाली हेबा पई बाबांक पाखकु आसुछंती, कारण पिला माने जानिछंती अविनाशी बाबांक ठारू अविनाशी विश्वर राजत्व मिलुछि। एही कथा को केबे भी भूलिबा उचित नुहे। जदि एही कथा सर्वदा मने रहिबो तेबे भी पिलामानंकु अपार खुशीर अनुभव हेबो। यही ब्याज को मध्य चालिबा बुलिबा समय रे बारंबार देखुथाओ, एकदम हृदय रे लगाई रख। ओहो भगवानंक श्रीमतरे मु एही भली हेबाकु जाउछि। बास ब्याज को देखी तांकु स्नेह करुथाओ, बाबा बाबा कहूथाओ, तेबे सर्वदा स्मृति रहिबो मु बाबांक द्वारा एही भली हेबाकु जाउछि। तेणु बाबांकर श्रीमतरे चलिबा दरकार ना। तेणु मीठा मीठा संतान मानंकर बहुत विशाल बुद्धि हेबा उचित। सारा दिन सेवारे ही चिंतन चालू थाउ। बाबांकु तो सेही भली पिला दरकार जेउ माने सेवा बिना रही परिबे नाही। तुम मानंकु सारा विश्व को घेराव करिबाकु हेबो, अर्थात पतित दुनिया को पावन करिबाकु हेबो। सारा विश्व को दुख धामरु सुख धाम करिबाकु हेबो। शिक्षकंकु मध्य पाठ पढ़ाइले खुशी लागि थाए ना। तुमे माने तो एबे बहुत बड़ शिक्षक हेउछ। तुमे माने तो एबे बहुत बड़ शिक्षक होइछ। जिए जेते भल शिक्षक होइथिबे सिए सेते अधिकंको निज समान करिबे, केबे भी थकी जिबे नाही। ईश्वरीय सेवारे बहुत खुशी रही थाए। बाबांकर साहाय्य मध्य मिली थाए। एहा बहुत विशाल व्यवसाय। व्यवसायी माने ही बाबा कहउछंती व्यवसायी माने ही धनवान होई थांती। सेही माने एही ज्ञान मार्गरे मध्य सेवारे अधिक उछुली थांती। बाबा मध्य बेहदर व्यवसायी अटंती ना। सौदा तो बहुत फास्ट क्लास, किंतु एथिरे बहुत साहस रखिबाकू पड़ी थाए। नुआ नुआ पिला माने पुरुणा मानंक ठारू मध्य आगकू जाई पारिबे। जेहेतु प्रत्येकंकर भाग्य अलगा अलगा, तेणु पुरुषार्थ मध्य प्रत्येकंकु व्यक्तिगत भावे करिबाकू हेबो। सेथिपाई निजर पूरा जांच करिबा उचित। जेउ माने एही भली निजकू जांच करिबे, एकदम राति दिन पुरुषार्थ रे लागि जिबे। कहिबे मु निजर समय को काहीकि नष्ट करिबी। जेते दूर संभव समय को सफल करिबी। निज सहित पक्का प्रतिज्ञा करिथांती जे बाबांकु केबे हेले भूलिबी नाही। जेमिति हेले स्कॉलरशिप नेबी, यही भली पिलामानंकु पुणी बाबांकर साहाय्य मध्य मिली थाए। यही भली नुआ नुआ पुरुषार्थी पिलामानंकु मध्य तुमे देखिबो। सेमाने साक्षात्कार करि चलिबे। जेपरी आरंभरे होइथिला सेहीपरी शेषरे मध्य देखिबो। समय जेते जेते पाखे आसीबो सेते खुशी रे नाचिबाकू लागिबे। सेपटे हाण कटार खेल मध्य चलिबो। तुम पिलामानंकर ईश्वरीय प्रतियोगिता चलीछि। जेते जेते आगकू दौड़ी चलिथिबो
ସେତେ ସେତେ ନୂଆ ଦୁନିଆର ଦୃଶ୍ୟ ମଧ୍ୟ ପାଖେଇ ଆସୁଥିବ। ଖୁସି ବଢ଼ି ବଢ଼ି ଚାଲିବ। ଯେଉଁମାନଙ୍କୁ ଦୃଶ୍ୟ ନିକଟରୁ ଦେଖାଯାଉ ନାହିଁ ସେମାନଙ୍କ ଭିତରେ ଖୁସି ମଧ୍ୟ ନଥିବ। ଏବେ ତ କଳିଯୁଗୀ ଦୁନିଆ ପ୍ରତି ବୈରାଗ୍ୟ ଏବଂ ସତ୍ୟଯୁଗୀ ନୂଆ ଦୁନିଆ ପ୍ରତି ବହୁତ ସ୍ନେହ ରହିବା ଦରକାର। ଶିବ ବାବା ମନେ ରହିଲେ ସ୍ୱର୍ଗର ବର୍ଷା ମଧ୍ୟ ମନେ ରହିବ। ସ୍ୱର୍ଗ ସ୍ମୃତିରେ ରହିଲେ ଶିବ ବାବା ମଧ୍ୟ ସ୍ମୃତିରେ ରହିବେ। ତୁମେ ପିଲାମାନେ ଜାଣିଛ ଏବେ ଆମେ ସ୍ୱର୍ଗ ଆଡ଼କୁ ଯାଉଛୁ। ପାଦ ନର୍କ ଆଡ଼କୁ ଏବଂ ମୁଣ୍ଡ ସ୍ୱର୍ଗ ଆଡ଼କୁ ଅଛି। ଏବେ ତ ଛୋଟ ବଡ଼ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା। ବାବାଙ୍କୁ ସର୍ବଦା ଏହି ନିଶା ରହୁଛି, ଓହୋ ମୁଁ ଯାଇ ଏହିଭଳି ବାଳକୃଷ୍ଣ ହେବି। ଯାହା ପାଇଁ ଆଗୁଆ ଉପହାରମାନ ମଧ୍ୟ ପଠାଉଛନ୍ତି। ଯେଉଁମାନଙ୍କର ପୁରା ନିଶ୍ଚୟ ରହିଛି ସେହିଭଳି ଗୋପିକାମାନେ ଉପହାର ପଠାଉଛନ୍ତି। ସେମାନଙ୍କୁ ଅତୀନ୍ଦ୍ରିୟ ସୁଖର ଅନୁଭବ ହେଉଛି। ମୁଁ ହିଁ ଅମର ଲୋକର ଦେବତା ହେବି। କଳ୍ପ ପୂର୍ବରୁ ମଧ୍ୟ ମୁଁ ହିଁ ହୋଇଥିଲି, ପୁଣି 84 ଜନ୍ମ ନେଇ ସାରିଛି। ଏହି ବାଜୋଲି ଖେଳ ମନେ ରହିଲେ ମଧ୍ୟ ଅହୋ ସୌଭାଗ୍ୟ। ସଦା ସର୍ବଦା ଅସରନ୍ତି ଖୁସିରେ ରୁହ, କାରଣ ତୁମକୁ ବହୁତ ବଡ଼ ଲଟେରୀ ମିଳିଛି। 5000 ବର୍ଷ ପୂର୍ବରୁ ମଧ୍ୟ ରାଜ୍ୟଭାଗ୍ୟ ପାଇଥିଲି, ପୁଣି କାଲି ପାଇବି। ଏହା ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ଯେପରି କଳ୍ପ ପୂର୍ବରୁ ଜନ୍ମ ନେଇଥିଲି ସେହିପରି ପୁଣି ନେବି। ସେହିମାନେ ପୁଣି ମୋର ମା ବାପା ହେବେ। ଯିଏ ଶ୍ରୀକୃଷ୍ଣଙ୍କର ପିତା ଥିଲେ ସିଏ ପୁଣି ହେବେ। ଏହିଭଳି ଭାବେ ଯେଉଁମାନେ ବିଚାର ସାଗର ମନ୍ଥନ କରୁଥିବେ ସେହିମାନେ ବହୁତ ଖୁସିରେ ରହିବେ। ଯେଉଁମାନେ ବିଚାର ସାଗର ମନ୍ଥନ କରୁନାହାନ୍ତି ସେମାନେ ବେମାର ଅଟନ୍ତି। ଗାଈ ଭୋଜନ ଖାଇବା ପରେ ସାରା ଦିନ ପାକୁଳି କରିଚାଲିଥାଏ। ତାର ମୁଖ ସବୁବେଳେ ଚାଲୁଥାଏ। ଯଦି ମୁଖ ଚାଲୁନାହିଁ, ପାକୁଳି କରୁନାହିଁ, ତେବେ ଜାଣିବ ବେମାର ଅଛି। ଏଠାରେ ମଧ୍ୟ ସେହିଭଳି। ବେହଦର ବାବା ଏବଂ ଦାଦା ଉଭୟଙ୍କର ମିଠା ମିଠା ପିଲାମାନଙ୍କ ପ୍ରତି ବହୁତ ସ୍ନେହ ରହିଛି। କେତେ ସ୍ନେହରେ ପାଠ ପଢ଼ାଉଛନ୍ତି। କଳାରୁ ଗୋରା ଅର୍ଥାତ୍ ପତିତରୁ ପବିତ୍ର କରୁଛନ୍ତି। ତେଣୁ ପିଲାମାନଙ୍କର ମଧ୍ୟ ଖୁସିର ପାରଦ ଚଢ଼ି ରହିବା ଉଚିତ। ତେବେ ଏହି ଯୋଗର ଯାତ୍ରା ଦ୍ୱାରା ହିଁ ଖୁସିର ପାରଦ ଚଢ଼ିବ। ବାବା କଳ୍ପ କଳ୍ପ ବହୁତ ସ୍ନେହର ସହିତ ଏହି ପ୍ରିୟ ସେବା କରିଆସୁଛନ୍ତି। ପାଞ୍ଚ ତତ୍ତ୍ୱ ସହିତ ସମସ୍ତ ଆତ୍ମାମାନଙ୍କୁ ମଧ୍ୟ ପବିତ୍ର କରୁଛନ୍ତି। କେତେ ବଡ଼ ବେହଦର ସେବା କରୁଛନ୍ତି। ବାବା ବହୁତ ସ୍ନେହର ସହିତ ପିଲାମାନଙ୍କୁ ଶିକ୍ଷା ଦେଇ ଚାଲିଛନ୍ତି। କାରଣ ପିଲାମାନଙ୍କୁ ସୁଧାରିବା ପିତା ଅଥବା ଶିକ୍ଷକଙ୍କର କର୍ତ୍ତବ୍ୟ। ବାବାଙ୍କର ହେଲା ଶ୍ରୀମତ, ଯାହାଦ୍ୱାରା ଶ୍ରେଷ୍ଠ ହୋଇପାରିବ। ଯେତେ ସ୍ନେହରେ ତାଙ୍କୁ ୟାଦ କରିବ ସେତେ ଶ୍ରେଷ୍ଠ ହେବ। ଏକଥା ମଧ୍ୟ ଚାର୍ଟରେ ଲେଖିବା ଦରକାର ଯେ ମୁଁ ଶ୍ରୀମତରେ ଚାଲୁଛି ନା ନିଜ ମତରେ ଚାଲୁଛି। ଶ୍ରୀମତରେ ଚାଲିଲେ ହିଁ ତୁମେ ନିର୍ଭୁଲ ହୋଇପାରିବ। ଆଚ୍ଛା, ମିଠେ ମିଠେ ଶିଖି ଲଧେ ସନ୍ତାନମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ଓମ୍ ଶାନ୍ତି, ଗୁଡ୍ ମର୍ଣ୍ଣିଂ, ନମସ୍ତେ 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 ନମସ୍ତେ। ଶୁକ୍ରିୟା ବାବା, ଶୁକ୍ରିୟା। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ନିଜ ସହିତ ପ୍ରତିଜ୍ଞା କରିବା ଦରକାର ଯେ ମୁଁ ନିଜର ସମୟ ନଷ୍ଟ କରିବି ନାହିଁ। ସଙ୍ଗମ ଯୁଗର ପ୍ରତିଟି ମୁହୂର୍ତ୍ତକୁ ସଫଳ କରିବି। ମୁଁ ବାବାଙ୍କୁ କେବେ ହେଲେ ଭୁଲିବି ନାହିଁ। ସ୍କଲାରସିପ୍ ନିଶ୍ଚିତ ନେବି। 2 ନମ୍ବର। ସର୍ବଦା ସ୍ମୃତି ରହୁ ଯେ ଏବେ ମୋର ବାନପ୍ରସ୍ଥ ଅବସ୍ଥା।
ମୋର ପାଦ ନର୍କ ଆଡ଼କୁ, ମୁଣ୍ଡ ସ୍ୱର୍ଗ ଆଡ଼କୁ ଅଛି। ଏହିଭଳି ବାଜୁଲି ଖେଳକୁ ମନେ ପକାଇ ଅପାର ଖୁସିରେ ରହିବାକୁ ହେବ। ଦେହୀ ଅଭିମାନୀ ହେବାର ମେହନତ କରିବାକୁ ହେବ। ଆଜିର ବରଦାନ, ନିଜର ସର୍ବଶ୍ରେଷ୍ଠ ପଦବୀର ନିଶା ଦ୍ୱାରା ଅନେକ ଆତ୍ମାଙ୍କର କଲ୍ୟାଣ କରୁଥିବା ଅଧିକାରୀ ସ୍ୱରୂପ ଭବ। ମୁଁ ସର୍ବଶକ୍ତିବାନ ପିତାଙ୍କର ସନ୍ତାନ ଅଟେ। ଏହା ମୋର ସର୍ବଶ୍ରେଷ୍ଠ ପଦବୀ ଅଟେ। ଯଦି ଏହି ପଦବୀର ନିଶାରେ ରହିବ, ତେବେ ମାୟାର ଅଧୀନତା ସମାପ୍ତ ହୋଇଯିବ। ଏହିଭଳି ଅଧିକାରୀ ପଣିଆର ସ୍ୱରୂପ ହୋଇଗଲେ ଯେକୌଣସି ଆତ୍ମାର କଲ୍ୟାଣ ହୋଇଯିବ। ଯେଉଁମାନେ ସର୍ବଦା ଏହି ନିଶାରେ ରହିଥାନ୍ତି, ସେମାନେ ସଦାକାଳର ରାଜ୍ୟ ଭାଗ୍ୟ ପ୍ରାପ୍ତ କରିଥାନ୍ତି। ଯଦି ଏହି ଅଧିକାରୀ ପଣିଆକୁ ସର୍ବଦା କାୟମ ରଖିବ, ତେବେ ବିଶ୍ୱ ତୁମ ନିକଟରେ ନତମସ୍ତକ ହେବ। ତୁମେ କାହା ପାଖରେ ନତମସ୍ତକ ହେବ ନାହିଁ। ଆଜିର ସ୍ଲୋଗାନ, ନିର୍ଦ୍ଦେଶକର୍ତ୍ତା ବାବାଙ୍କର ସ୍ମୃତି ଦ୍ୱାରା ମୁଁ ପଣିଆକୁ ସମାପ୍ତ କର। ନିର୍ଦ୍ଦେଶକର୍ତ୍ତା ବାବାଙ୍କର ସ୍ମୃତି ଦ୍ୱାରା ମୁଁ ପଣିଆକୁ ସମାପ୍ତ କର। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରା, ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର। ମଧୁରତାର ଗୁଣ ଦ୍ୱାରା ବାବାଙ୍କର ନିକଟବର୍ତ୍ତୀ ହୋଇଥିବାର ସାକ୍ଷାତକାର କରାଅ। ତୁମର ସଂକଳ୍ପରେ ମଧ୍ୟ ମଧୁରତା, ବାଣୀରେ ମଧ୍ୟ ମଧୁରତା, କର୍ମରେ ମଧ୍ୟ ମଧୁରତା ରହୁ। ଏହା ହିଁ ହେଉଛି ବାବାଙ୍କର ନିକଟବର୍ତ୍ତୀ ହେବା। ସେଥିପାଇଁ ବାବା ମଧ୍ୟ ପ୍ରତିଦିନ କହୁଛନ୍ତି, ମୋର ମିଠା ମିଠା ସନ୍ତାନମାନେ। ଏବଂ ପିଲାମାନେ ମଧ୍ୟ ପ୍ରତ୍ୟୁତ୍ତର ଦେଉଛନ୍ତି, ମିଠା ମିଠା ବାବା। ପ୍ରତିଦିନ ଏହି ମଧୁରତାପୂର୍ଣ୍ଣ ବାଣୀ ହିଁ ତୁମକୁ ମଧୁର କରିଦେଉଛି। ଓମ୍ ଶାନ୍ତି।